ଜୟ ଜଗନ୍ନାଥ। ନମସ୍କାର ଦର୍ଶକ ବନ୍ଧୁ, ଜଣା ଅଜଣା ଜ୍ଞାନ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା, ଧନୀ ହେବାକୁ ଚାହୁଁଛନ୍ତି ଯଦି ପ୍ରତିଦିନ କରନ୍ତୁ ଏହି 10ଟି ଗୁପ୍ତ ଉପାୟ। ବନ୍ଧୁଗଣ, ଆପଣମାନେ ପ୍ରାୟତଃ କହୁଥିବେ ଆମେ ବହୁତ ପରିଶ୍ରମ କରୁଛୁ, କିନ୍ତୁ ତାହାର ଫଳ ମିଳୁନାହିଁ। ଘରକୁ ଟଙ୍କା ଆସୁଛି, କିନ୍ତୁ ଟଙ୍କା ରହୁନାହିଁ। ସଫଳତା ଯେପରି ଆମ ଦ୍ୱାର ପର୍ଯ୍ୟନ୍ତ ଆସି ଫେରିଯାଉଛି। ତେବେ ଜାଣି ରଖନ୍ତୁ, ଏହା ପଛରେ କେବଳ ପରିଶ୍ରମର ଅଭାବ ନୁହେଁ, ବରଂ ଏପରି କିଛି କଥା ଏବଂ ଶକ୍ତି ରହିଥାଏ ଯାହା ଆମ ଭାଗ୍ୟର ଦ୍ୱାରକୁ ବନ୍ଦ କରିଦିଏ। ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ପ୍ରତିଦିନ କେବଳ 10ଟି ଛୋଟ ଛୋଟ କାମ କରିବା ଆରମ୍ଭ କରିଦିଅନ୍ତି, ତେବେ ନା ଦୁର୍ଭାଗ୍ୟ ଆପଣଙ୍କ ପିଛା କରିବ, ନା ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଠାରୁ ଦୂରେଇ ରହିବେ। ଆପଣଙ୍କୁ ଧନୀ ହେବାରୁ କେହି ରୋକିପାରିବେ ନାହିଁ। କେବଳ ପ୍ରତିଦିନ କରୁଥିବା କିଛି ଭୁଲ ଅଭ୍ୟାସକୁ ଛାଡ଼ିବାକୁ ପଡ଼ିବ ଏବଂ କିଛି ଶୁଭ କାର୍ଯ୍ୟକୁ ନିଜ ଜୀବନରେ ଆପଣାଇବାକୁ ପଡ଼ିବ। ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ସେହି 10ଟି ଚମତ୍କାରୀ କାମ ବିଷୟରେ କହିବି, ଯାହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହେବ ଏବଂ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିବ। କିନ୍ତୁ ତା ପୂର୍ବରୁ ଯଦି ଆପଣ ସତ ମନରୁ ମା ଲକ୍ଷ୍ମୀଙ୍କର ଭକ୍ତ ଅଟନ୍ତି ଏବଂ ଚାହୁଁଛନ୍ତି ଯେ ତାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଘର ଉପରେ ରହୁ, ତେବେ ଏହି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ, କାରଣ ଏଠାରେ ଆମେ ଆପଣଙ୍କ ପାଇଁ ଆଧ୍ୟାତ୍ମିକ, ରହସ୍ୟମୟ ଏବଂ ଉପକାରୀ ଉପାୟ ନେଇ ଆସୁଛୁ, ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ। ତେବେ ଚାଲନ୍ତୁ ଆରମ୍ଭ କରିବା ସେହି 10ଟି ଦିବ୍ୟ କାମ, ଯାହା ଆପଣଙ୍କୁ ଧନ, ଉନ୍ନତି ଓ ସୁଖ ଦିଗରେ ନେଇଯିବ। ନମ୍ବର 1, କର୍ପୂର ଜଳାନ୍ତୁ। ପ୍ରତ୍ୟେକ ଶୁଭ କାର୍ଯ୍ୟ ଏବଂ ମାଙ୍ଗଳିକ ଅବସରରେ ଯେଉଁ ବସ୍ତୁର ସବୁଠାରୁ ପବିତ୍ର ସ୍ଥାନ ରହିଛି, ତାହା ହେଉଛି କର୍ପୂର। ଆମ ଶାସ୍ତ୍ରରେ କୁହାଯାଇଛି, ଯେଉଁଠାରେ କର୍ପୂର ଜଳେ ସେଠାରେ ନକାରାତ୍ମକତା ଜଳି ଭସ୍ମ ହୋଇଯାଏ, ବାସ୍ତୁ ଦୋଷ ଦୂର ହୁଏ ଏବଂ ଦେବଦେବୀଙ୍କ କୃପା ଆପେ ଆପେ ଆକର୍ଷିତ ହୋଇ ଆସେ। କର୍ପୂର କେବଳ ଏକ ସୁଗନ୍ଧିତ ପଦାର୍ଥ ନୁହେଁ, ବରଂ ଏହା ଈଶ୍ୱରଙ୍କ ସହିତ ଯୋଡ଼ି ହେବାର ଏକ ମାଧ୍ୟମ ମଧ୍ୟ। ଏହା ଏପରି ଏକ ତତ୍ତ୍ୱ ଯାହା ଆପଣଙ୍କ ଘରର କୋଣ ଅନୁକୋଣରେ ସକାରାତ୍ମକ ଶକ୍ତି ଭରିଦିଏ। ତେଣୁ ମୋର ପରାମର୍ଶ ହେଉଛି, ସପ୍ତାହରେ ଅତି କମରେ ଥରେ ନିଶ୍ଚୟ କର୍ପୂର ଜଳାନ୍ତୁ। ଯେତେବେଳେ କର୍ପୂର ଜଳାଇବେ, ମନରେ ଶ୍ରଦ୍ଧା ଓ ଭକ୍ତିଭାବ ରଖନ୍ତୁ, ଆଉ ଦେଖନ୍ତୁ କିପରି ଆପଣଙ୍କ ଜୀବନର ଅନ୍ଧକାରମୟ ଛାୟାଗୁଡ଼ିକ ଧୀରେ ଧୀରେ ଆଲୋକରେ ପରିଣତ ହେବାକୁ ଲାଗିବ। ଆଉ ଏକ ଧ୍ୟାନ ଦିଅନ୍ତୁ ଆଉ ଏକ ସତ୍ୟ ଉପରେ। ପ୍ରକୃତିର ନିୟମ ବହୁତ ସରଳ କିନ୍ତୁ ଗଭୀର। ଆପଣ ଏହି ସୃଷ୍ଟିକୁ ଯେତେ ଦେବେ, ସେ ଆପଣଙ୍କୁ ତାହାର 2 ଗୁଣ ଫେରାଇ ଦେବ। ଯଦି ଆପଣ ଧନ କିମ୍ବା ଅନ୍ନକୁ ଧରି ରଖିବେ, ତେବେ ତାହା ଆପଣଙ୍କ ହାତରୁ ଖସିଯିବ। କିନ୍ତୁ ଯଦି ଆପଣ ତାହାକୁ ଦାନ କରିବେ, ତେବେ ତାହା 100 ଗୁଣ ହୋଇ ଆପଣଙ୍କ ଜୀବନକୁ ଫେରିଆସିବ। ଦାନ କେବଳ ଧନରେ ନୁହେଁ, ଭଲ ପାଇବାର ଦାନ, ସେବାର ଦାନ ଏବଂ ସମୟର ଦାନ ମଧ୍ୟ ହୋଇଥାଏ। କିନ୍ତୁ ଏସବୁ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି ଅନ୍ନଦାନ ଏବଂ ଧନ ଦାନ, କାରଣ ଏହି 2ଟି ଜିନିଷ ଜଣେ ଆବଶ୍ୟକତାରେ ଥିବା ମଣିଷର ଜୀବନରେ
ପ୍ରାଣ ଭରିଦିଏ। ଏବେ ଆମେ ଜାଣିବା ନମ୍ବର 2, ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ। ସନ୍ଧ୍ୟା ସମୟରେ ପୂଜା କରିବା ବେଳେ ସୋରିଷ ତେଲର ଦୀପ ଜଳାନ୍ତୁ। ସେଥିରେ 2ଟି ଲବଙ୍ଗ ପକାନ୍ତୁ। ଆପଣ ଚାହିଁଲେ ଏହି ଦୀପକୁ ପ୍ରତିଦିନ ଘରର ପ୍ରବେଶ ଦ୍ୱାର ଉଭୟ ପାର୍ଶ୍ୱରେ କିମ୍ବା ଗୋଟିଏ ପାର୍ଶ୍ୱରେ ଜଳାଇ ପାରିବେ। ଏପରି କରିବା ଦ୍ୱାରା ଦେବାଦେବୀଙ୍କ ସହିତ ପିତୃପୁରୁଷଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏହାଦ୍ୱାରା ଘରେ ପ୍ରଗତି ହୋଇଥାଏ। ଘରେ ଯେତେବେଳେ ରୁଟି ତିଆରି କରନ୍ତି, ତାୱା ଗରମ ହେବା ପରେ ସେଥିରେ ଅଳ୍ପ କ୍ଷୀରର କିଛି ବୁନ୍ଦା ନିଶ୍ଚୟ ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ପ୍ରକାର ଦୋଷରୁ ମୁକ୍ତି ମିଳେ ବୋଲି ମନେ କରାଯାଏ। ଏହା ସହିତ ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ। ଏହି ରୁଟି ସହିତ ଅଟାର ଏକ ଗୁଲା ଏବଂ ଅଳ୍ପ ଗୁଡ଼ କିମ୍ବା ଚିନି ରଖିପାରିବେ। ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ଖୁଆଇବା ମଧ୍ୟ ବହୁତ ଭଲ ବୋଲି ମନେ କରାଯାଏ। ଏହାଦ୍ୱାରା କୁଣ୍ଡଳୀର ସମସ୍ତ ଦୋଷରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ଏହା ସହିତ ଜୀବନରେ ଉନ୍ନତି, ସୁଖ ଏବଂ ସମୃଦ୍ଧି ଆସିଥାଏ। ଏବେ ନମ୍ବର 3 ବିଷୟରେ ଜାଣିବା। ସୂର୍ଯ୍ୟାସ୍ତ ପରେ ଝାଡ଼ୁ ଲଗାନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କିମ୍ବା ତାପରେ ଝାଡ଼ୁ ଲଗାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି ଏବଂ ଦାରିଦ୍ର୍ୟ ପିଛା ଛାଡ଼େ ନାହିଁ ବୋଲି ମନେ କରାଯାଏ। ତେବେ କେବେ ମଧ୍ୟ ବ୍ରହ୍ମ ମୁହୂର୍ତ୍ତରେ କିମ୍ବା ସନ୍ଧ୍ୟା ସମୟରେ ଝାଡ଼ୁ ଲଗାଇବା ଉଚିତ ନୁହେଁ। ଝାଡ଼ୁକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ କୌଣସି ବାହାର ଲୋକଙ୍କ ନଜର ନ ପଡ଼େ। ଝାଡ଼ୁକୁ କେବେ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ। ଘରକୁ ସର୍ବଦା ପରିଷ୍କାର, ସୁନ୍ଦର ଏବଂ ସ୍ୱଚ୍ଛ ରଖନ୍ତୁ। ଘରର ଚାରିକୋଣ ସଫା ରହିବା ଉଚିତ। ଈଶାନ, ଉତ୍ତର ଏବଂ ବାୟବ କୋଣକୁ ସର୍ବଦା ଖାଲି ଏବଂ ପରିଷ୍କାର ରଖନ୍ତୁ। ବାଥରୁମକୁ ସବୁବେଳେ ଓଦା ରଖିବାରୁ ଆର୍ଥିକ ସ୍ଥିତି ପାଇଁ ଭଲ ନୁହେଁ ବୋଲି ମନେ କରାଯାଏ। ଏବେ ଆମେ ଜାଣିବା ନମ୍ବର 4, ଭୋଜନକୁ ସମ୍ମାନ ଦିଅନ୍ତୁ। ଭୋଜନର ଥାଳିକୁ ସର୍ବଦା ଚଟାଇ, ଚୌକି କିମ୍ବା ଟେବୁଲ ଉପରେ ସମ୍ମାନର ସହିତ ରଖନ୍ତୁ। ଖାଇବାର ଥାଳିକୁ କେବେ ମଧ୍ୟ ଗୋଟିଏ ହାତରେ ଧରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଖାଦ୍ୟ ପ୍ରେତ ଯୋନିକୁ ଚାଲିଯାଏ ବୋଲି କୁହାଯାଏ। ଭୋଜନ କରିସାରିବା ପରେ ଥାଳିରେ ହାତ ଧୁଅନ୍ତୁ ନାହିଁ। ଥାଳିରେ କେବେ ମଧ୍ୟ ଅଇଁଠା ଛାଡ଼ନ୍ତୁ ନାହିଁ। ଭୋଜନ କରିସାରିବା ପରେ ଥାଳିକୁ କେବେ ମଧ୍ୟ ରୋଷେଇ ଘର, ଷ୍ଟାଣ୍ଡ, ଖଟ କିମ୍ବା ଟେବୁଲ ତଳେ ରଖନ୍ତୁ ନାହିଁ। ଭୋଜନ କରିବା ପୂର୍ବରୁ ଦେବାଦେବୀଙ୍କୁ ନିଶ୍ଚୟ ସ୍ମରଣ କରନ୍ତୁ। ଭୋଜନ କରୁଥିବା ସମୟରେ ଅଧିକ କଥାବାର୍ତ୍ତା କିମ୍ବା କ୍ରୋଧ କରନ୍ତୁ ନାହିଁ। ଭୋଜନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ। ନମ୍ବର 5, ପୂଜାଘର ଏବଂ ସିନ୍ଦୁକ ସମ୍ବନ୍ଧୀୟ ନିୟମ। ଘରେ ଯଦି ପୂଜାଘର ନାହିଁ, ତେବେ କୌଣସି ଜ୍ୟୋତିଷ କିମ୍ବା ବାସ୍ତୁଶାସ୍ତ୍ର ବିଶେଷଜ୍ଞଙ୍କ ପରାମର୍ଶ ନେଇ ପୂଜାଘର ତିଆରି କରନ୍ତୁ। ଏପରି କୁହାଯିବାର କାରଣ ହେଉଛି କାହାର କୁଣ୍ଡଳୀ ଅନୁସାରେ ଘରେ ପୂଜାଘର ରହିବା କ୍ଷତିକାରକ ହୋଇପାରେ। କୌଣସି ଦେବାଦେବୀଙ୍କ ଏକାଧିକ ମୂର୍ତ୍ତି କିମ୍ବା ଛବି ରଖନ୍ତୁ ନାହିଁ। ପୂଜାଘର ବ୍ୟତୀତ ଘରର ଅନ୍ୟ କୌଣସି ସ୍ଥାନରେ ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଚିତ୍ର ଲଗାନ୍ତୁ ନାହିଁ। କୌଣସି ଦେବାଦେବୀଙ୍କର 2ଟି ଛବିକୁ ଏପରି ଭାବରେ ଲଗାନ୍ତୁ ନାହିଁ ଯେପରି 2ଟି ଛବି ପରସ୍ପରକୁ ମୁହଁ କରି ରହିବେ। ଦେବାଦେବୀଙ୍କ ଛବିକୁ କେବେ ମଧ୍ୟ ନୈଋତ୍ୟ ବା ଦକ୍ଷିଣ ପଶ୍ଚିମ କୋଣରେ ଲଗାନ୍ତୁ ନାହିଁ। ନଚେତ୍ କୋର୍ଟ କଚେରୀ ମାମଲାରେ ଫସିବା ଆଶଙ୍କା ରହିଥାଏ ବୋଲି କୁହାଯାଏ। ସିନ୍ଦୁକ ବା ଟଙ୍କା ପଇସା ଯେଉଁଠି ରଖୁଛନ୍ତି, ସେଠାରେ କିଛି ହଳଦୀ ଗଣ୍ଠିକୁ ହଳଦିଆ
କପଡ଼ାରେ ବାନ୍ଧି ରଖନ୍ତୁ। ଏହା ସହିତ କିଛି କଉଡ଼ି ଏବଂ ରୂପା କିମ୍ବା ତମ୍ବାର ମୁଦ୍ରା ମଧ୍ୟ ରଖନ୍ତୁ। କିଛି ଚାଉଳକୁ ହଳଦିଆ କରି ତିଜୋରିରେ ରଖନ୍ତୁ। ତିଜୋରିରେ ଅତରର ଶିଶି, ଚନ୍ଦନ କାଠି ଏବଂ ଧୂପକାଠିର ପ୍ୟାକେଟ ମଧ୍ୟ ରଖିପାରିବେ, ଯାହାଦ୍ୱାରା ସେଠାରେ ସୁଗନ୍ଧ ରହିଥାଏ। ଘରେ ଦେବାଦେବୀଙ୍କ ଉପରେ ଚଢ଼ାଯାଉଥିବା ଫୁଲ କିମ୍ବା ହାର ଶୁଖିଯିବା ପରେ ମଧ୍ୟ ସେଗୁଡ଼ିକୁ ଘରେ ରଖିବା ଅଶୁଭ ବୋଲି ମନେ କରାଯାଏ। ନମ୍ବର 6, ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କ କୃପା। ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କ କୃପା ଯଦି ଜୀବନରେ ମିଳିଯାଏ, ତେବେ ନା ଧନର ଅଭାବ ରହେ, ନା ଜୀବନରେ କୌଣସି ସଙ୍କଟର ଭୟ ରହିଥାଏ। ଏବେ ପ୍ରଶ୍ନ ଉଠେ, ଏପରି ଦିବ୍ୟ କୃପା ଆମେ କିପରି ପାଇବା? ଉତ୍ତରଟି ଛୋଟ କିନ୍ତୁ ଶକ୍ତିଶାଳୀ ଉପାୟ ହେଉଛି ନିଜ ତିଜୋରି କିମ୍ବା ପର୍ସରେ 3ଟି ମୁଦ୍ରା ନିଶ୍ଚୟ ରଖନ୍ତୁ। ଏହି ମୁଦ୍ରା ସାଧାରଣ ନୁହେଁ, ବରଂ ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିବାର ଏକ ଚମତ୍କାରୀ ମାଧ୍ୟମ ହୋଇପାରେ ବୋଲି ବିଶ୍ୱାସ କରାଯାଏ। ଯଦି ଆପଣ ଚାହାନ୍ତି, ଏହି ମୁଦ୍ରାଗୁଡ଼ିକୁ ନାଲି କପଡ଼ା କିମ୍ବା ନାଲି ରିବନରେ ବାନ୍ଧି ଘରର ଠାକୁର ଘରେ ମଧ୍ୟ ଟାଙ୍ଗି ପାରିବେ। ଯେତେବେଳେ ଏହି ମୁଦ୍ରାଗୁଡ଼ିକ ସେଠାରେ ସ୍ଥାପିତ ହେବ, ସେତେବେଳେ ଧୀରେ ଧୀରେ ଜୀବନରୁ ଦାରିଦ୍ର୍ୟ, ବାଧା ଏବଂ ଆର୍ଥିକ ସଙ୍କଟ ଦୂର ହେବାକୁ ଲାଗିବ ବୋଲି ମନେ କରାଯାଏ। ଏବେ ଆଗକୁ ଆଉ ଏକ ଦିବ୍ୟ ଉପାୟ ବିଷୟରେ କଥା ହେବା, ଯାହାର ସମ୍ପର୍କ ବାସ୍ତୁଶାସ୍ତ୍ର ସହିତ ରହିଛି ଏବଂ ଯାହା ସିଧାସଳଖ ଭାବରେ ଧନ, ସୁଖ ଏବଂ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ନିଜ ଘରେ ରୂପାର ମାଛର ପ୍ରତିମୂର୍ତ୍ତି ନିଶ୍ଚୟ ରଖନ୍ତୁ। ରୂପାର ମାଛ ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ମନେ କରାଯାଏ। ବାସ୍ତୁ ଅନୁସାରେ ଯେଉଁଠାରେ ରୂପାର ମାଛ ରହେ, ସେଠାରେ ଶାନ୍ତିର ବାସ ହୁଏ ଏବଂ ଘରେ କଳହ କିମ୍ବା ରୋଗର କୌଣସି ସ୍ଥାନ ରହେ ନାହିଁ ବୋଲି ବିଶ୍ୱାସ କରାଯାଏ। ଏହି ଚମତ୍କାରୀ ଉପାୟ ଦ୍ୱାରା ଧନ, ସ୍ୱାସ୍ଥ୍ୟ ଏବଂ ପାରିବାରିକ ସୁଖ ଏହି 3ଟିରେ ବୃଦ୍ଧି ହୁଏ ବୋଲି ମନେ କରାଯାଏ। ଆଉ ଯେତେବେଳେ ଏହି 3ଟି କଥା ଜୀବନରେ ସନ୍ତୁଳିତ ହୋଇଯାଏ, ସେତେବେଳେ ଈଶ୍ୱର ମଧ୍ୟ ନିଜେ ଆପଣଙ୍କ ଦ୍ୱାରରେ ଆସି ପ୍ରବେଶ କରନ୍ତି ବୋଲି କୁହାଯାଏ। ଏବେ ଜାଣିବା ନମ୍ବର 7, ଘରକୁ ପରିଷ୍କାର ରଖନ୍ତୁ। ଘରର ସମସ୍ତ ବସ୍ତୁକୁ ବାସ୍ତୁ ଅନୁସାରେ ରଖି ପ୍ରତିଦିନ ଘରକୁ ସଫା ଓ ପରିଷ୍କାର କରନ୍ତୁ। ପ୍ରତିଦିନ ହରିଙ୍କ ପୂଜା କରନ୍ତୁ। ଘର ବାହାରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ ଏବଂ ସେଥିରେ କୁଙ୍କୁମ ଓ ହଳଦୀ ଦେଇ ଦୀପରେ ଆଳତି କରନ୍ତୁ। ଏହା ସହିତ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ କର୍ପୂର ମଧ୍ୟ ଜଳାନ୍ତୁ ଏବଂ ଘରର ପରିବେଶକୁ ସୁଗନ୍ଧିତ ରଖନ୍ତୁ। ଯେଉଁମାନେ ପ୍ରତିଦିନ ଘର ଚଉଖଟକୁ ପୂଜା କରନ୍ତି ଏବଂ ଚଉଖଟ ଚାରିପାଖରେ ଘିଅର ଦୀପ ଜାଳନ୍ତି, ସେମାନଙ୍କ ଘରେ ମା ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ନମ୍ବର 8, ଅଶ୍ୱତ୍ଥ ଗଛର ପୂଜା। ଅଶ୍ୱତ୍ଥ ଗଛରେ ଦେବାଦେବୀଙ୍କ ବାସ କରନ୍ତି ବୋଲି ମନେ କରାଯାଏ। ଅଶ୍ୱତ୍ଥ ଗଛକୁ କେବଳ ଶନିବାର ଦିନ ଛୁଇଁବା ଉଚିତ ବୋଲି କୁହାଯାଏ। ଶନିବାର ଦିନ ଅଶ୍ୱତ୍ଥ ଗଛରେ କଳା ରାଶି, କଞ୍ଚା କ୍ଷୀର, ଗଙ୍ଗା ଜଳ, ମହୁ ଏବଂ ଗୁଡ଼କୁ ଷ୍ଟିଲ୍ କିମ୍ବା ରୂପାର ପାତ୍ରରେ ନେଇ ଅର୍ପଣ କରନ୍ତୁ। ସେଠାରେ ସୋରିଷ ତେଲର ଦୀପ ମଧ୍ୟ ପ୍ରଜ୍ୱଳିତ କରନ୍ତୁ। କେବଳ ପ୍ରତ୍ୟେକ ଶନିବାର ଏହି କାର୍ଯ୍ୟ କରିଚାଲନ୍ତୁ, ତେବେ ଧୀରେ ଧୀରେ ଦୁର୍ଭାଗ୍ୟ ଦୂର ହେବାକୁ ଲାଗିବ ବୋଲି ବିଶ୍ୱାସ କରାଯାଏ। ଅଶ୍ୱତ୍ଥ ଗଛର ମୂଳ ପାଖରେ ତେଲର ଦୀପ ଜଳାଇ ଘରକୁ ଫେରି ଆସନ୍ତୁ ଏବଂ ପଛକୁ ବୁଲି ଦେଖନ୍ତୁ ନାହିଁ। ଏହାଦ୍ୱାରା ଧନ ଲାଭ ସହିତ ସମସ୍ତ ବିଗିଡ଼ି ଯାଇଥିବା କାମ ମଧ୍ୟ ସଫଳ ହେବ ବୋଲି କୁହାଯାଏ। ନିମ୍ନଲିଖିତ କିଛି କାର୍ଯ୍ୟକୁ ନିଷେଧ ବୋଲି କୁହାଯାଇଛି। ଦିନରେ ଶୋଇବା, ଆମିଷ ଖାଇବା, ମଦ୍ୟପାନ କରିବା, ଗାଳି ଦେବା,
ଝଗଡ଼ା କରିବା, ଅଭଦ୍ର ଓ ମିଥ୍ୟା କହିବା, କ୍ରୋଧ କରିବା, ଅଭିଶାପ ଦେବା, ଯାତ୍ରା ପାଇଁ ବାହାରିବା, ଶପଥ ନେବା, ଧନ ନେବା କିମ୍ବା ଦେବା, କାନ୍ଦିବା, ବେଦମନ୍ତ୍ର ପାଠ ନ କରିବା, ଅଶୁଭ କାର୍ଯ୍ୟ କରିବା, ଚୌକଟ ଉପରେ ଠିଆ ହେବା। ଉପରୋକ୍ତ ନିୟମଗୁଡ଼ିକ ପାଳନ ନ କଲେ ସମୃଦ୍ଧି ଚାଲିଯାଏ ଏବଂ ବ୍ୟକ୍ତି ଅନେକ ପ୍ରକାରର ସଙ୍କଟରେ ଘେରି ହୋଇଯାଏ ବୋଲି ମନେ କରାଯାଏ। ଯେଉଁ ଘରେ ମଦ୍ୟପାନ, ନାରୀଙ୍କ ଅପମାନ, ତାମସିକ ଭୋଜନ ଏବଂ ଅନୈତିକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଏ, ସେଠାରେ ମହାଲକ୍ଷ୍ମୀ କେବେ ମଧ୍ୟ ବାସ କରନ୍ତି ନାହିଁ ବୋଲି କୁହାଯାଏ। ଏବେ ଜାଣିବା ନମ୍ବର 10। ଘରର ନାରୀଙ୍କୁ ସମ୍ମାନ କରନ୍ତୁ। ଘରର ନାରୀଙ୍କୁ ସର୍ବଦା ସମ୍ମାନ କରନ୍ତୁ। ଦକ୍ଷିଣ ଦିଗକୁ ପାଦ କରି ଶୁଅନ୍ତୁ ନାହିଁ। ସାର୍ଟ ଏବଂ ପ୍ୟାଣ୍ଟ ପକେଟରେ ଯଦି ଚିରି ଯାଇଥାଏ, ତେବେ ତାହାକୁ ଠିକ୍ କରାନ୍ତୁ। ପର୍ସ କିମ୍ବା ଟଙ୍କାକୁ ପ୍ୟାଣ୍ଟର ପଛ ପକେଟରେ ରଖନ୍ତୁ ନାହିଁ। କୌଣସି ପ୍ରକାର ନିଶା ସେବନ କରନ୍ତୁ ନାହିଁ। ସର୍ବଦା ମିଥ୍ୟା କହିବା ଦ୍ୱାରା ଘରର ସମୃଦ୍ଧି କମିଯାଏ ବୋଲି କୁହାଯାଏ। ଦାନ୍ତକୁ ଭଲ ଭାବରେ ସଫା ଓ ଚକଚକିଆ ରଖନ୍ତୁ। ବାହାରେ ଛେପ ପକାଇବା କିମ୍ବା ଛିଙ୍କିବା ଅଭ୍ୟାସକୁ ବଦଳାନ୍ତୁ। ଘରର ଯେକୌଣସି ସ୍ଥାନରେ ଅପରିଷ୍କାର କରନ୍ତୁ ନାହିଁ। ନଖ ଏବଂ କେଶକୁ ଅଧିକ ବଢ଼ାଇ କିମ୍ବା ମଇଳା କରି ରଖନ୍ତୁ ନାହିଁ। ଆପଣ ଚାହିଁଲେ ଘରର କାନ୍ଥରେ ଯୋଡ଼ି ମାଛର ଚିତ୍ର ମଧ୍ୟ ଲଗାଇ ପାରିବେ। ଘରର ଈଶାନ କୋଣରେ ଅଷ୍ଟଦଳ ପଦ୍ମ ତିଆରି କରି ମଙ୍ଗଳ କଳସ ସ୍ଥାପନ କଲେ ଧନ ଓ ବୈଭବ ଆସେ ବୋଲି କୁହାଯାଏ। ଏଥିପାଇଁ କଳସରେ ପାଣି ଭରି ସେଥିରେ ତମ୍ବାର ଏକ ମୁଦ୍ରା ପକାନ୍ତୁ। ଏହା ଉପରେ ଆମ୍ବପତ୍ର ରଖି ତାର ମୁହଁ ଉପରେ ନଡ଼ିଆ ରଖନ୍ତୁ। ଏହା ଉପାୟ ବହୁତ ଉପଯୋଗୀ ବୋଲି ମନେ କରାଯାଏ। ଶେଷ କଥା, ଏହି 10ଟି ସରଳ କିନ୍ତୁ ଚମତ୍କାରୀ କାମକୁ ଯଦି ଆପଣ ନିୟମିତ ଭାବରେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ନିଜ ଜୀବନରେ ଆପଣାଇ ନିଅନ୍ତି, ତେବେ କେବଳ ଧନ ଆସିବ ନାହିଁ, ବରଂ ଧନ ମଧ୍ୟ ରହିବ। ଘରେ ସମୃଦ୍ଧି ହେବ, ସମ୍ପର୍କରେ ମଧୁରତା ଆସିବ, ମନରେ ସନ୍ତୋଷ ରହିବ। ମନେ ରଖନ୍ତୁ, ଈଶ୍ୱର ସେହିମାନଙ୍କୁ ସାହାଯ୍ୟ କରନ୍ତି ଯେଉଁମାନେ ନିଜର ଏବଂ ଅନ୍ୟମାନଙ୍କର ସାହାଯ୍ୟ କରିବାରେ ସାହସ ରଖନ୍ତି। ପ୍ରତ୍ୟେକ ସକାଳେ ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ, ସେ ଏକ ନୂଆ ସୁଯୋଗ ନେଇ ଆସେ ଏବଂ ଏହି 10ଟି କାମ ଆପଣଙ୍କୁ ସେହି ସୁଯୋଗକୁ ଏକ ସୁନ୍ଦର ଭବିଷ୍ୟତରେ ପରିଣତ କରିପାରେ। ଆଜିଠାରୁ ସଂକଳ୍ପ ନିଅନ୍ତୁ ଯେ ଆମେ ଏହି ଉପାୟଗୁଡ଼ିକ ନିଜ ଜୀବନରେ ଏକ ଅଂଶ କରିବା ଏବଂ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧିର ଦୀପ ଜଳାଇବା। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଉପଯୋଗୀ ଏବଂ ପ୍ରେରଣାଦାୟକ ଲାଗିଥାଏ, ତେବେ ଏହାକୁ ନିଜ ପରିବାର ଓ ବନ୍ଧୁ ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ, ଯାହାଦ୍ୱାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚି ପାରିବ। ଆଶା କରୁଛି ଆପଣମାନଙ୍କୁ ଏହି ଛୋଟ ସୂଚନାଟି ନିଶ୍ଚୟ ପସନ୍ଦ ଆସିଥିବ। ଏହିପରି ନୂଆ ନୂଆ ଜ୍ଞାନ ଏବଂ ସୂଚନା ସହିତ ଯୋଡ଼ି ରହିବା ପାଇଁ ଦୟାକରି ମୋ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟସ୍ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ। ଜୟ ମାତା ଲକ୍ଷ୍ମୀ।